ସକାଳୁ ସକାଳୁ ସେପତା ଗଛକୁ ଚଢିକି ସେପତା ବିଛିବାକୁ ଲାଗିଲାଣି। ଚାଲି ସେପତା ବିଛିକି ମୁଁ ପଳେଇ ଆସିଲି ତଳକୁ। ଆସିକି ଦେଖିଲା ବେଳକୁ ଦେଇ ଆଉ ଖୁଡି ପୁରୀ ବନେଇବାରେ ବିଜି ରହିଛନ୍ତି। ତାପରେ ଖୁଡି ମଣ୍ଡା ପିଠା ବନେଇବା ପାଇଁ ମାଣ୍ଡିଆରେ ସବୁ ଚୁନା ଗୁଡାକୁ ମିକ୍ସ କରୁଛି। ଆଉ ମୁଁ ହାତରେ କତା ଧରିକି ବସିଗଲି ନଡିଆ ଛଡେଇବା ପାଇଁ। ଆଉ ଏପଟେ ନଡିଆ କୋରାକୁ ପିଠା ଭିତରେ ଦେବା ପାଇଁ ମସ୍ତ ଗରମ କରାଯାଉଛି। ଏବେ ଦେଇର ମୋର ଜିନାରେ ବାହାରି ଗଲୁ ମାମୁଁ ଘରକୁ। ଫାଇନାଲି ଆସିକି ମାମୁଁ ଘରେ ପହଞ୍ଚିଗଲି। ଆଉ ବିଲେଇ ଗୁଡା ଖାଲି ଏପଟ ସେପଟ ହେଇକି ଖେଳୁଥିଲେ। ବହୁତ ଦିନ ପରେ ମୁଁ ଏଇ ଦିଟା ନୂଆ ଜିନିଷ ଦେଖିବାକୁ ପାଇଲି। ଆମ ଘର ପଳେଇ ଆସିଲୁ କିନ୍ତୁ ଅଧା ବାଟରେ ହେଇଛି କି ନାହିଁ ବର୍ଷା ହେବାକୁ ଲାଗିଲା। ଦେଇ ଆଉ ଜିନା ଯାଇକି ଗୋଟେ ଅଜଣା ଘରେ ଛିଡା ହେଇଯାଇଛନ୍ତି। ଆଉ ମତେ ବି ଡାକି ନେଲେ। ଫାଇନାଲି ବର୍ଷା ଛାଡିଗଲା। ଆଉ ମୁଁ ଜିନା ଦେଇ 3 ଜଣ ପଳେଇ ଆସିଲି ଘରକୁ। ଆସିକି ଦେଖିଲା ବେଳକୁ ଗୁଡୁଲୁ ପୁରା ନୂଆ ଜାମା ପ୍ୟାଣ୍ଟ ପିନ୍ଧିକି ରେଡି ହେଇଗଲାଣି ମାମୁଁ ଘରକୁ ଯିବା ପାଇଁ। ତ ଫାଇନାଲି ଦେଇର ମୋର ଗୁଡୁଲୁର ବାଇକ ରେ ବସିଗଲୁ। ଆଉ ମୁଁ ଏବେ ଆସିକି ଗୁଡୁଲୁ ମାମୁଁ ଘରେ ପହଞ୍ଚି ସାରିଛି। ଯାଇକି ଦେଖିଲା ବେଳକୁ ଝିଅ ଆମର ପୁରା ନିଦରେ ଶୋଇ ପଡିଛି। ଆଉ ଡେରି ନକରି ଦେଇର ମୋର ଗୁଡୁଲୁର ବସିଗଲୁ ଖାଇବା ପାଇଁ। ଗୁଡୁଲୁ ଆମର ଭାତ ନ ଖାଇ ପାମ୍ପଡ ଗୁଡାକ ଖାଲି ଖାଉଥିଲା। କିନ୍ତୁ ଯାହା ବି କୁହ ଗୁଡୁଲୁ ମାମୁଁ ଘରେ ପାଗଟା ଆଜି ବଢିଆ ରକମ କରିଥିଲା। ଏବେ ତ ମୋ ଖାଇବା ସରିଗଲା। ଆଉ ମୁଁ ବସି ୱେଟ୍ କରିଥିଲି ଦେଇ ଆଉ ଗୁଡୁଲୁ ପାଇଁ। ଫାଇନାଲି ମୁଁ ଆସିକି ଘରେ ପହଞ୍ଚିଗଲି। ଆଉ ରାତି ବି ହେଇଯାଇଛି। ଏବେ ମୁଁ ବହୁତ ଥକି ବି ଯାଇଛି। ମୁଁ ବବୁଲୁ ରହିଲି। ବାଏ, ଜୟ ଜଗନ୍ନାଥ।